ଦଳଗତ ଆଲୋଚନା ଓ ସାକ୍ଷାତକାର ହେଲା, ଯାହାକି ଭାଷଣ କଳା ଆଉ ସାକ୍ଷାତ କଳା ତମେ ମାନେ ପଢିଥିବ ପିଲାମାନେ, କାହିଁକି ନା ତମର କଣ AECC 2ରେ ଥିଲା କମ୍ପଲସରି କୋର୍ସ। ଭାଷଣ କଳା କଣ, କାହାକୁ କୁହାଯାଏ, ସାକ୍ଷାତକାର କଣ, ତ ଏସବୁ ତମେ ସବୁ ଜାଣିଛ। ବାସ୍ ତମକୁ ଖାଲି ଟିକେ ଖାଲି ମନେ ପକେଇଦେଲେ ତମେ ସବୁ କିଛି ଜାଣିପାରିବ। ଯେ କଣ କୋର XIVରେ ତମର ଏଇଟା ଅଛି କି ନାହିଁ? ଆଚ୍ଛା ଦେଖିଦବା। ହଁ, କୋର XIVର ଭାଷଣ କଳା, ତାପରେ ସମ୍ବାଦ ବି ଥିଲା ନାହିଁ ପିଲାମାନେ। ଆଚ୍ଛା, ତ ତମକୁ ଖାଲି ଏତିକି ଖାଲି କଣ ମନେ ପକେଇବାର ଅଛି ଯେ ଭାଷଣ କଳା କଣ, କାହାକୁ କୁହାଯାଏ। ଓକେ, ତ ଜଷ୍ଟ ଟିକେ ଟିକେ ଖାଲି ମନେ ପକେଇଦେଲେ ତମର ସବୁ ମନେ ରହିଯିବ। ଯାହାର ବି ନୋଟ୍ ନାହିଁ ସେ ବି ନୋଟ୍ ବି କରିପାରିବେ, କିଛି ଅସୁବିଧା ନାହିଁ। ଆଉ ଯାହାର ନୋଟ୍ ତ ଅଛି ଛାଡ଼, କିଛି ଅସୁବିଧା ନାହିଁ। ଦେଖ, ଭାଷଣ କଳାର ସଂଜ୍ଞା ପରିସର ଆଲୋଚନା କର, ଜଷ୍ଟ ଖାଲି ଦେଖିଦିଅ, କିଛି ଅସୁବିଧା ନାହିଁ। ଭାଷଣ କଳା କହିଲେ ମାତ୍ରେ ମନରେ ପ୍ରଶ୍ନ ଆସେ ଯେ ଭାଷଣ କଳାର ଅର୍ଥ କଣ? ହେଲା, ତମେ ପଢିଛ ପିଲାମାନେ, ଖାଲି ତମକୁ ଖାଲି ଟିକେ ମନେ ପକେଇ ଦଉଛି ହେଲା। କୋର XIV ଭଲ ଭଲ ଦେଇଛି, କିଛି ଅସୁବିଧା ନାହିଁ। କୋର XIV ବି କଣ ଖାଲି ଟିକେ ଟିକେ ଦେଖିଦିଅ ହେଲା, କଣ ସବୁ ଅଛି। ଭାଷଣ କଳା କହିଲେ କଣ ନା ଭାଷଣ ଏକ କଳା ହେଲା। ଭାଷଣ କଣ ଏକ କଳା, ଏଥିରେ ଭାଷଣ ଦେଉଥିବା ବ୍ୟକ୍ତି ହିଁ ବକ୍ତା, ଆକୁ ସବୁ ଲେଖିଥିଲ AECC 2ରେ। ଭାଷଣ ଯେଉଁମାନେ ଶୁଣନ୍ତି କଣ ସେମାନେ ଶ୍ରୋତା। ତ ଡିଫରେନ୍ସ କଣ ନା ତମେ ଟିକେ କୋଶ୍ଚିନ୍ ଅଲଗା ଆସିପାରେ, ବଟ୍ ସେଇଭଳି ହିଁ ଆସିବ ହେଲା। ମନେ ରଖିଥିବ କଣ ନା ତମର ସେଇଭଳି କୋଶ୍ଚିନ୍ ଆସିବ, ବଟ୍ ଟିକେ ଡିଫରେନ୍ସ ଆସିବ। କେମିତି ଆସିବ କୋଶ୍ଚିନ୍ ତ ମୁଁ କହିବି ଆପରେ ହେଲା। ତେଣୁ ଶ୍ରୋତାମାନେ ହିଁ ଭାଷଣ ଶୁଣି ଉପକୃତ ହୋଇଥାନ୍ତି କି ନାହିଁ। ଭାଷଣ କହୁଥିବା ବ୍ୟକ୍ତି ହିଁ ବକ୍ତା, ଏଟା ପଢିଥିଲ AECC 2ରେ। ବିଭିନ୍ନ ମାର୍ଗର କଣ ଅନୁଗାମୀ ହୁଅନ୍ତି, ଚରିତ୍ର ପରିବର୍ତ୍ତନ କରନ୍ତି, ସମାଜକୁ ଶୃଙ୍ଖଳିତ ରଖିବାରେ ସହାୟକ ହୁଅନ୍ତି। ତେବେ ଏକଥା ସତ୍ୟ, ସେ ବକ୍ତାର କହିବା ଭଙ୍ଗୀ ଆକର୍ଷଣୀୟ ହେଲେ ଶ୍ରୋତା ଶୁଣନ୍ତି। ଦେଖ, କହିବା କଥାଟା ଯେତେ ଭଲ ହବ ସେତେ ଭଲ ଲାଗିବ ଶ୍ରୋତାକୁ ଶୁଣିବା ପାଇଁ କି ନାହିଁ। କହି ଜାଣିଲେ କଥା ସୁନ୍ଦର। ତ ଏସବୁ କଣ ତମେ ସବୁ ଜାଣିଛ, ଜଷ୍ଟ ଖାଲି ଖାଲି ଦେଖିନିଅ କଣ ସବୁ ଭାଷ ପ୍ଲସ୍ ଅନ୍ନ ଭାଷଣ ଜାଣିଛ ସବୁ କଥା। ଆଚ୍ଛା ଦେଖ, ଜ୍ଞାନ ଆହରଣ କରନ୍ତି ଓ ଜୀବନ ଧାରା ପରିବର୍ତ୍ତନ ମଧ୍ୟ ଆଣନ୍ତି। କିଏ? ଭାଷଣ ମାନେ। ଭାଷଣ ଦେଇଥାନ୍ତି ସେ କଣ ଶ୍ରୋତାମାନେ କଣ ଜ୍ଞାନ ଆହରଣ କରନ୍ତି କି ନାହିଁ। ଆଚ୍ଛା, ପ୍ରଭାବଶାଳୀ ଭାଷଣ ସ୍ୱତନ୍ତ୍ର କଳା, ଯାହାର ମୂଲ୍ୟ ଅଚ୍ୟୁତ ହେବନି। ଏଇ ଭାଷଣର ଅର୍ଥ ମଧ୍ୟ ରହିଛି। ଏହାର ଅର୍ଥ ଦର୍ଶାଇ ଗୋପାଳ ଚନ୍ଦ୍ର ପ୍ରହ୍ଲାଦ ସଂକଳ୍ପ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷା ମତ ଦିଅନ୍ତି ଯେ କଣ ଭାଷଣ ବି ଭାଷ ଧାତୁ ଭା ଅନ୍ନ ହେଲା। ତ ଏସବୁ ଦେଇଛି, ତ ୟାକୁ ସବୁ ତମେ କଣ ପଢିଛ, ଜାଣିଛ। ଭାଷଣ କଳା କଣ ହେଲା, ତାପରେ ସାକ୍ଷାତକାର କଣ ବି ପଢିଥିଲ ହେଲା। ତ ଏସବୁ ଖାଲି ଟିକେ ମନରେ ପକେଇଦେଲେ ହେଲା, ଜଷ୍ଟ ଖାଲି ଟିକେ ଖାଲି ଦେଖିନିଅ, କିଛି ଅସୁବିଧା ନାହିଁ। ନୋଟ୍ ବି କରିଦିଅ, ସ୍କ୍ରିନଶଟ୍ ବି ନେଇପାର, ଯଦି କହିବ ମୁଁ PDF ବି ସେୟାର କରିନେବି ଟେଲିଗ୍ରାମରେ। ଓକେ, ଦଳଗତ ଆଲୋଚନାଟା ଟିକେ ଖାଲି ଦେଖିନିଅ। ତାପରେ ଆଉ ଗୋଟେ କଥା, ସାକ୍ଷାତକାର କାହାକୁ କୁହାଯାଏ ସବୁ ଜାଣିଛ ତ। ସାକ୍ଷାତକାର କଣ? ସାକ୍ଷାତକାର ହେଉଛି ଏକ ଯୋଗାଯୋଗ କି ନାହିଁ। ଯେପରି କଣ ମାନେ ଏହା ମାଧ୍ୟମରେ ବିଶେଷ କଣ ବ୍ୟକ୍ତି ବିଶେଷ ବହୁ ବ୍ୟକ୍ତିଙ୍କୁ କଣ ସାକ୍ଷାତ କରିଥାଏ। ଏପରି ବି ତମେ ସବୁ କଣ ଲେଖିଥିଲ, ଆଉ ଏଗୁଡ଼ା ସବୁ ତମର ସବୁ ମନ ଥିବ ହେଲା। ଦେଖ, ଆଉ ଥରେ ବି କହିଦେଉଛି, ନୋଟ୍ ବି କରିନିଅ ଯାହାର ମନ ନାହିଁ। ସାକ୍ଷାତକାର ଏକ ଯୋଗାଯୋଗ, ଏହା ମାଧ୍ୟମରେ ବ୍ୟକ୍ତି ବିଶେଷ ବହୁ ବ୍ୟକ୍ତିକୁ ସାକ୍ଷାତ କରେ ଓ ବହୁ ପ୍ରଶ୍ନର ମଧ୍ୟ ସମ୍ମୁଖୀନ ସମାଧାନ କରେ। ପୁଣି କେଉଁଠି କେଉଁଠି କଣ ପରୋକ୍ଷ ଭାବରେ, ତ କେଉଁଠି କେଉଁଠି କଣ ପ୍ରତ୍ୟକ୍ଷ ଭାବରେ ମଧ୍ୟ ସେ କଣ ସାକ୍ଷାତ କରିଥାଏ କି ନାହିଁ। ଆଚ୍ଛା, ସାକ୍ଷାତ କଲେ ବି ହଁ, ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ ପନ୍ଥା ହୋଇପାରେ ଆଉ ସାଧିତ ହୁଏ ହେଲା। ଆଉ ଯଦି ବି ନୋଟ୍ ଫୋଟ୍ ନାହିଁ ତାହେଲେ କିଛି ଅସୁବିଧା ନାହିଁ, ମୁଁ ଦେଇଦେବି ଟେଲିଗ୍ରାମରେ, ସମସ୍ତେ ଇଜିଲି ପଢିପାରିବ, ଅସୁବିଧା କିଛି ନାହିଁ। ଦେଖ, ତାପରେ ଦେଖ, ଦଳଗତ ଆଲୋଚନା ଉପଯୋଗିତା ସହ ପାରମ୍ପରିକ ଦଳଗତ ଆଲୋଚନା ଗୁରୁତ୍ୱ ନିରୂପଣ କର ହେଲା। ଦେଖ, ଦଳଗତ ଆଲୋଚନା କଣ ଆମେ ଟିକେ ଦେଖିଦବା ଆଉ ଜାଣିଦବା ବି ଦଳଗତ ଆଲୋଚନାଟା କଣ ରହିଛି ହେଲା। ଦେଖ, କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଗୋଟିଏ ଦଳ ବା ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଲୋଚନା ଓ ପର୍ଯ୍ୟାଲୋଚନାକୁ ଦଳଗତ ଆଲୋଚନା ଆଖ୍ୟା ଦେଇଥାଏ। ମାନେ କଣ
ମାନେ ଗୋଟେ ଦଳ ବା ଗୋଷ୍ଠୀ ଧର ଆମର କଲେଜରେ କ'ଣ ଗୋଟେ ଆମେ ଦଳ ହେଲୁ ଯେ ଏଇ ଦଳ ଆମେ କ୍ରିକେଟ ଖେଳିବା କି ନାହିଁ, ତାକୁ କ'ଣ କହେ ଦଳ କୁହାଯିବ। ଧରନ୍ତୁ ଆମେ ମାନେ କ'ଣ ଫୁଟବଲ ଖେଳିବା, ଦଳ ହେଇଯିବା, ଏପଟ ଦଳ ସେପଟ ଦଳ ଫୁଟବଲ ଖେଳିଲେ ତାକୁ କ'ଣ ଦଳଗତ ବୋଲି ଆଖ୍ୟା ଦିଆଯାଏ କି ନାହିଁ। ଆଚ୍ଛା, ଦଳଗତ ଆଲୋଚନା ଏକାଧିକ ବ୍ୟକ୍ତିଙ୍କର ଭୂମିକା ଥାଏ। ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ସୀମିତ ଥିବା ଆଲୋଚନା ବ୍ୟକ୍ତିଗତ ସ୍ତରରୁ ଊର୍ଦ୍ଧ୍ୱକୁ ଉଠିପାରେ ନାହିଁ। ମାତ୍ର ବିଭିନ୍ନ କ୍ଷେତ୍ରରେ ଦଳଗତ ଆଲୋଚନାର ଗୁରୁତ୍ୱ ମଧ୍ୟ ରହିଛି। ଆଚ୍ଛା, ସାମାଜିକ, ରାଜନୈତିକ, ବ୍ୟବସାୟିକ, ଅର୍ଥନୈତିକ, ସାହିତ୍ୟିକ, ସାଂସ୍କୃତିକ ଓ ବିଜ୍ଞାନ ଭିତ୍ତିକ କ୍ଷେତ୍ର ଗୁଡ଼ିକରେ ଦଳଗତ ଆଲୋଚନା ଅପରିହାର୍ଯ୍ୟତାକୁ ଅସ୍ୱୀକାର କରାଯାଇ ନପାରେ। ପ୍ରତିଟି କ୍ଷେତ୍ରରେ ସାମୂହିକ ଉନ୍ନତି ବିକାଶ କାର୍ଯ୍ୟ ପାଇଁ ବ୍ୟକ୍ତିଗତ ବିଚାର ବିମର୍ଶଠାରୁ ଦଳଗତ ଆଲୋଚନା ବିଶେଷ ଉପଯୋଗୀ ହେଉଥିବାରୁ ସଂସ୍କୃତି, ସରକାର ଓ ବେସରକାର ଅନୁଷ୍ଠାନ ତଥା କ'ଣ ଉଦ୍ୟୋଗ ଏହାକୁ ଆପଣା ଯାଉଛି। ଇଏ ହେଉଛି କ'ଣ ନା ଦଳଗତ ଆଲୋଚନାର ଉପଯୋଗିତା ଏବଂ ପାରମ୍ପରିକ ରହିଛି। ହେଲା, କ'ଣ ସବୁ ଦେଖିପାରିଲ ପାରମ୍ପରିକ ଦଳଗତ ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କ'ଣ, ଏଇଟା ପ୍ରଥମ ରହିଲା। ତାର ଉପଯୋଗିତା ସବୁ କ'ଣ ହେଲା, ତାର ଉପଯୋଗିତା ସବୁ କ'ଣ ରହିଛି ଦେଖିଦିଅ। ଦେଖ, ଦଳଗତ ଆଲୋଚନା ଦ୍ୱାରା ଦଳ କ'ଣ ମଧ୍ୟସ୍ଥ ବିଭିନ୍ନ ବ୍ୟକ୍ତିଙ୍କର ଜ୍ଞାନଭିତ୍ତିକ ବିଚାର ଆଲୋଚନା ଏକତ୍ର ହେବା ଫଳରେ କ'ଣ ହେଇଥାଏ ନା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ବାଟ ବାହାରିଥାଏ। ସମସ୍ତେ ଯେତେବେଳେ ମିଶିକିନି ଆଲୋଚନା କରିବେ ସେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ବାହାରିବ କି ନାହିଁ। ଧର ତମେ କୋଶ୍ଚିନ୍ଟା ଜଣେ ପଢ଼ିବ, ଜଣେ ଯଦି ଗୋଟେ ବିଷୟରୁ ତମେ କୋଶ୍ଚିନ୍ଟା ଯଦି ଜଣେ କେତେ ସମୟରେ ବାହାର କରିବ, ଟିକେ ଟାଇମ୍ ଲାଗିବ। ତାକୁ ଯଦି ତମେ ଗ୍ରୁପ୍ ହେଇଯିବ, ତାକୁ ସମସ୍ତେ ପଢ଼ିବ, ସମସ୍ତେ ପଢ଼ିଲେ ମାନେ ଜଲ୍ଦି ବାହାରିବ ନା। ତ ସେଇଟା ହେଉଛି କଥା। ଯଦି ଗ୍ରୁପ୍ ହେଇଯାଅ ବା ଦଳ ହେଇଯାଅ ତାହେଲେ ସେଇଟା କ'ଣ ସମସ୍ୟା ସମାଧାନ ବାଟ ବାହାରିଥାଏ। ଆଚ୍ଛା, ଏ ପ୍ରକାର ଆଲୋଚନାର ସମସ୍ୟା ସମ୍ପର୍କରେ କିମ୍ବା କୌଣସି ଗଠନମୂଳକ କାର୍ଯ୍ୟ ସମ୍ପର୍କ ନାନା ମତ ପ୍ରକାଶ ପାଇଥାଏ। ମତ ଗୁଡ଼ିକର ଆଲୋଚନା ପର୍ଯ୍ୟାଲୋଚନା ପରେ ଏକ ନିର୍ଦ୍ଦିଷ୍ଟ ସଫଳ ସିଦ୍ଧାନ୍ତ ବାହାରିଥାଏ। ଦଳଗତ ଆଲୋଚନାର କ'ଣ ଉତ୍କୃଷ୍ଟତା ବହୁ କ୍ଷେତ୍ରରେ ପରିଲକ୍ଷିତ ହେଉଛି, କାରଣ ଏକାକୀ ବ୍ୟକ୍ତିର ବିଚାର ଅପେକ୍ଷା ସାମୂହିକ ବିଚାର ଆଲୋଚନାର ପ୍ରାସଙ୍ଗିକ ତତ୍ତ୍ୱ ବା ନିଷ୍କର୍ଷ ବାହାରିଥାଏ। ଦେଶ ଗଠନ ଦିଗରେ କୌଣସି ନୂତନ ନୀତି ନିୟମ ପ୍ରଣୟନ ପୂର୍ବରୁ ବହୁ ବିଶେଷଜ୍ଞ ନୀତି ନିର୍ଦ୍ଧାରଣକୁ ନେଇ ଗଭୀର ବିଚାର ବିମର୍ଶ କରାଇଥାଏ। ରାଜନୈତିକ ଉନ୍ନତି ପାଇଁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବ୍ୟବଧାନ ବିଷୟରେ ଆଲୋଚନା ମଧ୍ୟ ହୋଇଥାଏ। ରାଜନୈତିକ ଉନ୍ନତି ପାଇଁ ରାଜନୈତିକ କେମିତି ବଢ଼ିବ, କ'ଣ ହେବ ତା ବିଷୟରେ ମଧ୍ୟ ଆଲୋଚନା ମଧ୍ୟ ଏ ଗୋଷ୍ଠୀ ସବୁ ମିଶିକି ସବୁ କରନ୍ତି ନାହିଁ। ଆଚ୍ଛା, ଦଳଗତ ଆଲୋଚନାର ଉପଯୋଗିତା ହେଉଛି ଏଥିରେ ଭଲମନ୍ଦ, ସଫଳତା ବିଫଳତା, ହାନି ଲାଭ, ପାରସ୍ପରିକ ବିରୋଧୀ ଦିଗରୁ ବିଚାର ଆଲୋଚନା କରାଯାଇଥାଏ। ଶେଷର ଆବଶ୍ୟକୀୟ ନିଷ୍କର୍ଷକୁ ଗୁରୁତ୍ୱ ହିଁ ଦିଆଯାଏ। ଦଳଗତ ଆଲୋଚନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ପ୍ରାସଙ୍ଗିକ ନୂତନ କ'ଣ ଦିଗନ୍ତ ଉନ୍ମୋଚନ କରିବା, ମାନେ ନୂଆ ସବୁ ଜିନିଷ ଉନ୍ମୋଚନ କରିବା। ଏହା ଦଳ ସହିତ ଜଡ଼ିତ ସମସ୍ତଙ୍କ ପାଇଁ ସକାରାତ୍ମକ ହୋଇଥାଏ। ଆଚ୍ଛା, ଆରମ୍ଭିକ ଦଳଗତ ଆଲୋଚନା ସବୁ କ'ଣ? ଗାଁ ନିଶାପ, ସାହି ନିଶାପ, ପଞ୍ଚାୟତ ନିଶାପ ପ୍ରାରମ୍ଭିକ ଦଳଗତ ଆଲୋଚନା ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇପାରେ। ମାନେ ଯେଉଁ ସବୁ ପ୍ରାରମ୍ଭିକ, ୟାକୁ କହନ୍ତି କ'ଣ ପ୍ରାରମ୍ଭିକ, ଗାଁ ନିଶାପ, ସାହି ନିଶାପ, ଆଉ ସବୁ କ'ଣ କହନ୍ତି ପ୍ରାରମ୍ଭିକ ଦଳଗତ ଆଲୋଚନା। ବୁଝିପାରିଲ? ତ ଏଥିରେ କିଛି ନାହିଁ, ସିମ୍ପଲ ଦେଇଛି, ଆପଣମାନେ ଭଲ ଭାବରେ ବି ବୁଝିପାରିବେ। ଆଉ କୋଶ୍ଚିନ୍ ବି କେମିତି ଆସିବ ତା ମଧ୍ୟରେ ବି ଡିସ୍କସନ୍ ମଧ୍ୟ କରାହେବ। କୋଶ୍ଚିନ୍ ବି ଅଛି, ଆଉ ଟିକେ ଖାଲି ୱେଟ୍ କରିବା ଦରକାର। ଓକେ, ଅପେକ୍ଷା କଲେ ନିଶ୍ଚିନ୍ତ ଭଲ। ତାପରେ ଦେଇଛି ବର୍ତ୍ତମାନ ତଥା ଆଧୁନିକ ସଭ୍ୟ ସମାଜକୁ ଚାରିକାନ୍ତ ଆବଦ୍ଧ ଦଳଗତ ଆଲୋଚନା ଠାରୁ ଏହା ଅନେକ ଅଂଶରେ ଭିନ୍ନ ହେଲେ ମଧ୍ୟ ଲକ୍ଷ୍ୟ ଏକ। କିଛି ନାହିଁ, ଏସବୁ ଦେଇଛି ହେଲା, ସିମ୍ପଲ ଦେଖିଦେଲ। ତାପରେ ଦେଖ, ପରିଚାଳକ ବା ସଂଯୋଜକ। ଦଳଗତ ଆଲୋଚନାର ମୁଖ୍ୟ ପରିଚାଳକ ବା ସଂଯୋଜକ ସେ ହିଁ ଅଂଶଗ୍ରହଣ କରିଥିବା ସହଯୋଗକୁ ସଞ୍ଚାଳନ କରିଥାଏ। ହେଲା, ତେଣୁ ତାଙ୍କର ପ୍ରମୁଖ ଭୂମିକାକୁ ଅସ୍ୱୀକାର କରାଯାଇ ନପାରେ। ପରିଚାଳିତ ଯେକୌଣସି ବ୍ୟକ୍ତି ହୋଇପାରନ୍ତି, ମାତ୍ର ସେ ଆଲୋଚନାର ବିଷୟରେ ପ୍ରସଙ୍ଗର ସମ୍ପର୍କରେ ଅବଗତ ଥିବା ଦରକାର।
ଏବଂ ତାଙ୍କର ସମ୍ପର୍କିତ ଜ୍ଞାନ ମଧ୍ୟ ରହିଥିବା ଦରକାର ହେଲା। ଜ୍ଞାନ ନଥିଲେ ସେ କେମିତି କ'ଣ ପରିଚାଳକ ଭାବରେ ସେ ହେବେ, ବୁଝିପାରୁଛ କି ନାହିଁ? ଆଲୋଚନା ସମୟରେ ପରିଚାଳକଙ୍କର ସମସ୍ତ ଆଲୋଚକଙ୍କ ଉପରେ ନିୟନ୍ତ୍ରଣ କରୁଥିବା ଦକ୍ଷତା ଥିବା ଆବଶ୍ୟକ। ଦଳଗତ ଆଲୋଚନାରେ ଶୃଙ୍ଖଳା ରକ୍ଷା ପରି ପ୍ରମୁଖ କାର୍ଯ୍ୟ ପରିଚାଳକଙ୍କର ଏ ଦିଗରେ ସୃଷ୍ଟି ଦେବା ସହିତ ସମୟାନୁବର୍ତ୍ତିତା ଗୁରୁତ୍ୱ ଦେଉଥିବା ତାଙ୍କର ବ୍ୟକ୍ତିଙ୍କର ଗମ୍ଭୀର୍ଯ୍ୟପଣ କ'ଣ ଧୈର୍ଯ୍ୟଶୀଳ ଶିଷ୍ଟ ମାର୍ଜିତ ସୁସମ୍ପନ୍ନ ହେବା ଆବଶ୍ୟକ। କାରଣ ସମଗ୍ର ଦଳଗତଟି କେନ୍ଦ୍ରବିନ୍ଦୁ ହୋଇଥିବାରୁ ତାଙ୍କ ଉପରେ ଅନେକ କିଛି ନିର୍ଭର କରିଥାଏ। ଶେଷରେ ପରିଚାଳକ ପ୍ରତ୍ୟେକ ଆଲୋକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଏକ ସାଧାରଣ ଶିଷ୍ଟାଚାର। ଆଲୋଚନା ବେଳେ ପରିଚାଳକ ନିରପେକ୍ଷତା ଅବଲମ୍ବନ କରିବା ଉଚିତ। ଜଣଙ୍କର ବ୍ୟକ୍ତିତ୍ୱରେ ସ୍ପଷ୍ଟ ସ୍ୱଭାବ, ସହନଶୀଳତା, ଜ୍ଞାନ ପିପାସା, କ'ଣ ପ୍ରତ୍ୟୁତ୍ପନ୍ନତା, ତିକ୍ତାଳିକ ବିଚାର ଦକ୍ଷତା ଥିଲେ ସେ ଜଣେ ସୁଫଳ ପରିଚାଳକ ହୋଇପାରେ। ତ ଇଏ ଥିଲା କ'ଣ ନା ପରିଚାଳକ ବା ସଂଯୋଜକ ହେଲା। ତ ଦଳଗତ ଆଲୋଚନା ଆଉ ସାକ୍ଷାତକାର ତ ତମେ ଜାଣିଛ। ଆଉ ଆମର କ'ଣ ଭାଷଣ କଳା ତ ସମସ୍ତେ ଜାଣିଥିବ, କାରଣ ACC2ରେ ଥିଲା। ଦଳଗତ ଆଲୋଚନାଟା ଜଷ୍ଟ ଖାଲି ବୁଝେଇଦେଲି କ'ଣ। ତ ୟୁନିଟ୍ 1ରେ ଏତିକି ଥିଲା। ଆଉ ଯଦି ବି କିଛି ବି ଡାଉଟ୍ ରହିଥିବ ତାହେଲେ ମୋତେ କହିଲେ ମୁଁ ତୁମକୁ କ'ଣ କରିବି, ଟେଲିଗ୍ରାମରେ ସେୟାର କରିନେବି, ବୁଝିପାରିଲ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ବି କିଛି ବି ଡାଉଟ୍ ରହିଛି ତାହେଲେ କମେଣ୍ଟରେ ଜଣାଇବ, ନହେଲେ ଟେଲିଗ୍ରାମ ଚ୍ୟାନେଲରେ ବି ଜଣାଇ ପାରିବ। ଓକେ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।